25 ଜୁଲାଇ 2026 ବୁଧ ଏହି ରାଶିମାନଙ୍କ ଉପରେ ନିଜର ସୁପ୍ରଭାବ ପକାଇବାକୁ ଯାଉଛନ୍ତି, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିୟର ଏବଂ ବ୍ୟବସାୟରେ ଲାଭ ଆଣିପାରେ। ତଥାପି 5ଟି ରାଶିଙ୍କ ପାଇଁ ଆୟ ବୃଦ୍ଧି ଏବଂ ନୂଆ ସୁଯୋଗର ମଧ୍ୟ ପ୍ରବଳ ସମ୍ଭାବନା ରହିଛି। ବୁଧଙ୍କ ଉଦୟର ଏହି ସଂଯୋଗ ବିଶେଷ ଶୁଭ କାରଣ ରହିଛି, ଯାହା ଏହି 5ଟି ରାଶିଙ୍କ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିବ। ଚାଲନ୍ତୁ ଡେରି ନକରି ଭିଡିଓଟିକୁ ଆରମ୍ଭ କରିବା। ଯଦି ଆପଣ ଆମ ଚ୍ୟାନେଲରେ ନୂଆ ଅଟନ୍ତି, ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରିନିଅନ୍ତୁ, ଯାହାଦ୍ୱାରା ଆମ ଭିଡିଓ ପ୍ରଥମେ ଆପଣଙ୍କ ନିକଟରେ ପହଞ୍ଚି ପାରିବ। ତ ପ୍ରଥମ ରାଶି ମିଥୁନ ରାଶି। 25 ଜୁଲାଇ ପରେ ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ପରିବେଶ ପରିବର୍ତ୍ତନ ହୋଇପାରେ। ବୁଧ ଆପଣଙ୍କ ରାଶିରେ ଉଦୟ ହେବେ। ଏହାର ଲାଭ ପ୍ରଥମେ ଆପଣଙ୍କ କାମରେ ଦେଖାଯାଇପାରେ। ଅଫିସରେ ଆପଣଙ୍କ ମତାମତକୁ ଗୁରୁତ୍ୱ ଦିଆଯିବ। ଆପଣଙ୍କ ମାଲିକ ଆପଣଙ୍କ କାମର ପ୍ରଶଂସା କରିବେ ଏବଂ ଆପଣଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଅଟକି ରହିଥିବା କାମ ପୁଣି ଗତି କରିବ। ବ୍ୟବସାୟୀମାନେ ନୂଆ ଗ୍ରାହକ ପାଇପାରନ୍ତି। ଏକ ପୁରୁଣା ସମ୍ପର୍କ ମଧ୍ୟ ଏକ ମହାନ ସୁଯୋଗ ପ୍ରଦାନ କରିପାରେ। ଆୟ ବୃଦ୍ଧି ପାଇଁ ନୂଆ ରାସ୍ତା ଖୋଲିପାରେ। ଛାତ୍ରଛାତ୍ରୀ ମାନଙ୍କର ଧ୍ୟାନ ଭଲ ରହିବ। ସେମାନେ ସାକ୍ଷାତକାର କିମ୍ବା ପରୀକ୍ଷାରେ ଭଲ ଫଳାଫଳ ପାଇପାରନ୍ତି। ଘରର ପରିବେଶ ମଧ୍ୟ ଆପଣଙ୍କ ସପକ୍ଷରେ ରହିବ। କେବଳ ଆପଣଙ୍କ ପରବର୍ତ୍ତୀ ଯୋଜନା ବିଷୟରେ ସମସ୍ତଙ୍କୁ କହିବାରୁ ବଞ୍ଚନ୍ତୁ। କନ୍ୟା ରାଶି। ବୁଧ ହେଉଛି କନ୍ୟା ରାଶିର ଶାସକ ଗ୍ରହ, ତେଣୁ ଏହାର ବୃଦ୍ଧି ଏହି ରାଶିରେ ଜନ୍ମ ହୋଇଥିବା ଲୋକଙ୍କ ପାଇଁ ଭଲ ଖବର ଆଣିପାରେ। ଆପଣଙ୍କୁ ଆପଣଙ୍କ ଚାକିରିରେ ଆଗକୁ ବଢ଼ିବାର ସୁଯୋଗ ମିଳିବ। ଆପଣଙ୍କୁ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିପାରେ। ପୁରୁଣା ଗ୍ରାହକମାନେ ଆପଣଙ୍କ ବ୍ୟବସାୟରେ ସକ୍ରିୟ ହୋଇପାରନ୍ତି। ଅଟକି ରହିଥିବା ଟଙ୍କା ଫେରି ପାଇବାର ସମ୍ଭାବନା ଅଛି। ଆପଣଙ୍କ ରୋଜଗାରରେ ଉନ୍ନତି ହୋଇପାରେ। ଏକ ବଡ଼ ନିଷ୍ପତ୍ତି ଆପଣଙ୍କ ସପକ୍ଷରେ ଯାଇପାରେ। ଘରେ ଖୁସିର ପରିବେଶ ରହିବ। ଆପଣଙ୍କୁ ଆପଣଙ୍କ ସାଥୀଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବ। ବୁଦ୍ଧିମାନ ଭାବରେ ଖର୍ଚ୍ଚ କରନ୍ତୁ। ଛୋଟ ସଞ୍ଚୟ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ଲାଭ ଆଣିପାରେ। ପରବର୍ତ୍ତୀ ରାଶି ତୁଳା ରାଶି। ଏହି ସମୟ ତୁଳା ରାଶି ପାଇଁ ନୂତନ ସୁଯୋଗ ଆଣିପାରେ। ଯଦି ଆପଣ ଚାକିରି ବିଷୟରେ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କୁ ଭଲ ଖବର ମିଳିପାରେ। ସାକ୍ଷାତକାରରେ ସଫଳତା ପାଇବାର ସମ୍ଭାବନା ରହିଛି। ଆପଣ ଏକ ନୂଆ ବ୍ୟବସାୟିକ ଚୁକ୍ତି କରିପାରିବେ। ବାହାରୁ କାମ ପାଇବାରେ ମଧ୍ୟ ସମ୍ଭାବନା ରହିଛି। ଆପଣଙ୍କୁ କୌଣସି ଗୁରୁତ୍ୱପୂର୍ଣ୍ଣ ମାମଲାରେ ଆଶ୍ୱସ୍ତି ମିଳିପାରେ। ଏକ ନୂଆ କୌଶଳ ଶିଖିବା ଲାଭଦାୟକ ହେବ। ଏହି ସମୟ ବିଦ୍ୟାର୍ଥୀମାନଙ୍କ ପାଇଁ ଭଲ ରହିବ। ସମ୍ପର୍କରେ ସୁଧାର ଆସିବ ଏବଂ ପରିବାରରୁ ସମର୍ଥନ ମିଳିବ। ଜଣେ ବିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବହୁତ ସହାୟକ ହେବ। ପରବର୍ତ୍ତୀ ରାଶି ମକର ରାଶି। କଠିନ ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଛବି ମଜବୁତ ରହିବ। ଅଟକି ରହିଥିବା ପ୍ରକଳ୍ପ ସମାପ୍ତ ହୋଇପାରେ। ନୂଆ ବ୍ୟବସାୟିକ ଚୁକ୍ତି ଆଶା କରାଯାଉଛି। ଆୟ ଧୀରେ ଧୀରେ ବୃଦ୍ଧି ପାଇପାରେ। ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣ ରହିବ। ପାରିବାରିକ ଦାୟିତ୍ୱ ବୃଦ୍ଧି ପାଇବ, କିନ୍ତୁ ଆପଣ ସେଗୁଡ଼ିକୁ ଭଲ ଭାବରେ ପରିଚାଳନା କରିବେ। ପ୍ରେମ କ୍ଷେତ୍ରରେ ସଫଳତା ମିଳିବ। ଆପଣଙ୍କ ସ୍ୱାସ୍ଥ୍ୟକୁ ଅବହେଳା କରନ୍ତୁ ନାହିଁ। ଦୈନନ୍ଦିନ କାର୍ଯ୍ୟରେ ଉନ୍ନତି ଆଣନ୍ତୁ ଏବଂ ଆପଣଙ୍କୁ ବନ୍ଧୁମାନଙ୍କ ଠାରୁ ସମର୍ଥନ ମିଳିବ। ପରବର୍ତ୍ତୀ ରାଶି କୁମ୍ଭ ରାଶି। କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆଣିବ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଦୃଢ଼ ରହିବ। ଏକ ନୂଆ ବ୍ୟବସାୟିକ ଧାରଣା ଭଲ ଲାଭ ଆଣିପାରେ। ଅନଲାଇନରେ କାମ କରୁଥିବା ଲୋକଙ୍କ ନିକଟକୁ ଭଲ ସୁଯୋଗ ଆସିପାରେ। ଅଟକି ରହିଥିବା ଟଙ୍କା ଫେରି ପାଇବେ।
ଏକ ନୂଆ ପ୍ରକଳ୍ପରୁ ଅତିରିକ୍ତ ଆୟର ସଂକେତ ରହିଛି। ସମ୍ପର୍କରେ ଅନେକ ସୁଧାର ଆସିବ। ଘରେ ଏକ ସକାରାତ୍ମକ ପରିବେଶ ସୃଷ୍ଟି ହେବ। ଆପଣଙ୍କ ପିଲାମାନଙ୍କ ସହ ଜଡ଼ିତ ଭଲ ଖବର ପାଇପାରନ୍ତି। ଛୋଟ ଛୋଟ ଯାତ୍ରା ମଧ୍ୟ ଲାଭଦାୟକ ସାବ୍ୟସ୍ତ ହେବ। ଧନ୍ୟବାଦ।